ଆମର ଘର ପଛପଟେ ଗଛଟିଏ ଥିଲା। କାର ଘର ପଛପଟେ ଗଛଟିଏ ଥିଲା ଯେ ଅମର ଗଛ ଡାଳରେ ମହୁ ଫେଣାଟିଏ ଥିଲା। ସେ ଗଛ ଡାଳରେ କଣ ଥିଲା? ମହୁ ଫେଣାଟିଏ ଥିଲା। ସେଥିରେ ମହୁ ଭରି ରହିଥିଲା। ସେଥିରେ କଣ ରହିଥିଲା? ମହୁ ଭରପୁର ହେଇକି ରହିଥିଲା। ଅମର ତା ସାଥୀମାନଙ୍କୁ ଡାକିଲା। ଅମର କାହାକୁ ଡାକିଲା? ତା ସାଙ୍ଗସାଥୀମାନଙ୍କୁ ଡାକିଲା ହେଲା। ସେମାନେ ଗଛ ତଳେ କାଠ ଜାଳିଲେ। କାଠ ଜାଳିଲେ କଣ ହବ? ସେ ଯୋଉ ନିଆଁର ଘାସ ବାଜିବନି? ଘାସ ବାଜିଲେ କଣ? ମହୁମାଛି ଯାକ ସବୁ ପଳେଇଯିବେ। ମହୁମାଛି ପଳେଇଲା ପରେ କଣ? ସେ ମହୁ ଯାକ ତାଙ୍କ ଆରାମସେ କାଟି ପାରିବେ। ସେଥିପାଇଁ କଣ କଲେ ତାଙ୍କେ? ସେମାନେ ଗଛ ତଳେ କାଠ ଜାଳିଲେ। ଧୂଆଁରେ ମହୁମାଛି ମାନେ ଉଡି ପଳାଇଲେ। ଧୂଆଁରେ କଣ କଲେ? ମହୁମାଛି ମାନେ ଉଡି ପଳାଇଲେ। ମହୁ ଫେଣାରୁ ବହୁତ ମହୁ ମିଳିଲା। କଣ? ମହୁମାଛି ଯିବାରୁ ଅମର ଆଉ ତା ସାଙ୍ଗସାଥୀ ମାନେ ସେ ମହୁ ଫେଣାରୁ ମହୁ କାଢିଲେ। ବେଶୀ ମିଳିଲା। ସେମାନେ ମହୁ ଆଣି ଖାଇଲେ। ସେମାନେ କଣ କଲେ? ମହୁ ଆଣିକିରି ଖାଇଲେ। ମହୁ ଖାଇ ଭାରି ଖୁସି ହେଲେ। କଣ ଯେ? ମହୁ ଖାଇ ଭାରି ଖୁସି ହେଲେ। ବିରଜୁ ଘର ଆଗରେ ଥିବା ଏକ ଗଛରେ ମହୁ ଫେଣାଟିଏ ଥିଲା। ଆଉ ଜଣଙ୍କର ତାର ବିରଜୁ ବୋଲିକି ତାଙ୍କ ଘର ଆଗରେ କଣ? ଆଉ ଗୋଟେ ଗଛ ଥିଲା। ସେଥିରେ କଣ? ମହୁ ଫେଣାଟିଏ ଥିଲା। ଆଉ ପୁଣି ସେଥିରେ ବି ମହୁ ଭରି ରହିଥିଲା। ସେଥିରେ କଣ? ମହୁ ଭରି ରହିଥିଲା। ବିରଜୁ ଏକୁଟିଆ ମହୁ ଆଣିବାକୁ ଗଲା। ବିରଜୁ କିଏ? ସେ ଅମର କଣ ଥିଲା? ତାଙ୍କ ସାଙ୍ଗସାଥି ହେଇ ଯାଇଥିଲେ। କିନ୍ତୁ ଏଇଟା କିଏ? ବିରଜୁ ଏକା ଗଲା। ଏକୁଟିଆ ମହୁ ତକ ଖାଇବ ବୋଲି ଭାବିଲା। ସେ ଗଛରେ ଚଢି ବାଡ଼ିରେ ମହୁ ଫେଣାକୁ ଭଲାଇଲା। ସେ ଆଉ ନିଆଁ ଲଗେଇଲାନି। ଡାଇରେକ୍ଟ ସେ କଣ? ଉପରକୁ ଯାଇକି ସେ କାହାକୁ ସାଙ୍ଗସାଥି ଆଉ ଡାକିଲାନି। କଣ କଲା? ଉପରକୁ ଗଲା। ସେ ମହୁମାଛି ଫେଣାକୁ ବାଡେଇଲା। ବାଡେଇଲାକୁ କଣ କଲା? ମହୁମାଛି ମାନେ ରାଗିଗଲେ। ମହୁମାଛି ମାନେ କଣ? ଧୂଆଁ ଇଏ କରିକି ପଳେଇ ଯାଇଥିଲେ। ଏଇ ଶୁଣ, ବିରଜୁକୁ ମାରିବା ପାଇଁ ଗୋଡାଇଲେ। ବିରଜୁ ନିଜକୁ ରକ୍ଷା କରିବା ପାଇଁ ଦୌଡ଼ିଲା। ସେ ଡରି ଯାଇ ଗୋଟିଏ ଜାଗାରେ ଲୁଚିଗଲା। ତାକୁ କଣ ଯେ ମାରିଦେବ ବୋଲିକି ବିରଜୁକୁ କଣ? ସେ ମହୁମାଛି ମାରିଦେବ ସେ କଣ ହବ? ସେଥିପାଇଁ ବୋଲିକି ତା ପଛରେ ଦୌଡ଼ିଲା। ସେ କଣ? ଗୋଟେ ଜାଗାରେ ଯାଇକି ଲୁଚି ପଡିଲା। ନା? ସେ ଆଉ ମହୁ କାଢି ପାରିଲା ନାହିଁ। ଭଲ